ନୂଆବର୍ଷରେ ହେଉ କି ବଡ଼ଦିନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ମନଲୋଭା ପରିବେଶ ଓ ବଣଭୋଜି କରିବା ପର୍ଯ୍ୟଟକଙ୍କୁ ଦେଇଥାଏ ଅଶାନ୍ତି ଖୁସି। ସେଥିପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ବେଶ୍ ଲାଗିଥାଏ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶିମିଳିପାଳ ପାଦଦେଶରେ ଅବସ୍ଥିତ ମାଛକାନ୍ଦଣା ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତ ପାହାଡ଼, ଜଙ୍ଗଲ ଓ ଝରଣାର ପ୍ରାକୃତିକ ପରିବେଶ ପର୍ଯ୍ୟଟକମାନଙ୍କୁ କରିଥାଏ ବିମୋହିତ। ସତେ ଯେମିତି ପ୍ରାକୃତିକ ପରିବେଶ ପର୍ଯ୍ୟଟକମାନଙ୍କର ମାଛକାନ୍ଦଣା ଠିକଣା ପରଖିଛି। ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ଏହି ମନଲୋଭା ପରିବେଶ କ୍ଷଣିକ ପାଇଁ ପର୍ଯ୍ୟଟକମାନଙ୍କୁ ଦେଇଥାଏ ଅସରନ୍ତି ଆନନ୍ଦ। ସମସ୍ତେ ପ୍ରାକୃତିକ ମନଲୋଭା ପରିବେଶକୁ ବୁଲିବା ପାଇଁ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି। ହଁ ଆଗରୁ ଆମେ ପ୍ରଥମ ଯେହେତୁ 1998 ମସିହାରେ ମାଛକାନ୍ଦା ନାଁ ଶୁଣିଥିଲେ, ସେ ମାଛକାନ୍ଦା ଯେତେବେଳେ ଆମ ସାଙ୍ଗମାନେ ମିଶିକି ଆସିଥିଲେ, ଆଗରୁ ନଟା ଝଟା କାଟି କୁଟାଇକି ଆମେ ଭିତରକୁ ପଶୁଥିଲେ। ଏବେ ପୁରା ପରିଷ୍କାର, ଯାଇକି ରାସ୍ତା ଆସିବା ପାଇଁ ଅସୁବିଧା କିଛି ନାହିଁ। ଆଗରୁ ଆମକୁ ବହୁତ କଷ୍ଟ ହେଉଥିଲା ଜିନିଷପତ୍ର ବୋହିକି ଆସିକି ଭିତରକୁ। ଏବେ ପର୍ଯ୍ୟଟନସ୍ଥଳୀଟା ବହୁତ ଖୁସି ଲାଗୁଛି, ଆସିବା ପାଇଁ କୌଣସି ପ୍ରକାର ଅସୁବିଧା ନାହିଁ। ଆଚ୍ଛା, ଆଜି କେମିତି ବୁଲିଲେ କେମିତି ଲାଗିଲା? ଜାଗାଟା କେମିତି ଲାଗିଲା? ଜାଗା ଆଗ ଭଳି ଆହୁରି ବେଟର ଲାଗୁଛି, ବହୁତ ଭଲ ହେଇଯାଇଛି ଜାଗା ଆମକୁ। ଆଉ ଛୁଆମାନଙ୍କୁ ଆଣିକି ଫ୍ୟାମିଲିକୁ ଆଣିକି ଆମେ ଏଇଠି ସେଫ୍ଟି ବୋଲି ଭାବୁଛୁ, ଆମେ ମନକୁ ବହୁତ ଖୁସି ଲାଗୁଛି। ଆଜି କ'ଣ ମଜା ଲାଗେ ସବୁ? ଆଜି ଆମେ ପ୍ରଥମ ଆସିଲୁ ସକାଳୁ ଆସିକି ଏଠି ଆମେ ପକୋଡ଼ା ଛାଣିଲୁ, ଆଉ ପିଲାମାନେ ସବୁ ଖାଇଲେ, ଆନନ୍ଦ ଲାଗିଲା। ଦେଖିଲେ ଆସ୍ତେ ଆସ୍ତେ କ୍ରମେ ଜନସଂଖ୍ୟା ବଢ଼ି ଚାଲିଛି। ବହୁତ ଖୁସି ଲାଗୁଛି ଦେଖିକି ଯେ ଆମର ଉଦଳା ପେଡ଼ାଗଡ଼ି ଏପୁଡ଼ାଡ଼ିଆ ଅଞ୍ଚଳକୁ ଏତେ ଲୋକ ଆସୁଛନ୍ତି, ତା ଦେଖିକି ଆମକୁ ବହୁତ ଆନନ୍ଦ ଲାଗୁଛି। जय जगन्नाथ। आम आसलु आज पिकनिक आज नुआ वर्ष तो यहाँ माछकांदना देखा आसलु। एटी गोटे मतलब बहुत नेचर अच्छी, सब प्राकृतिक सौंदर्य। ये गछ अच्छी, मतलब नेचर बहुत भल अच्छी, झरणा अच्छी। तो आम बहुत सेल्फी नेलु। आम फास्ट टाइम पे आसचु, तो एक्सपीरियंस बहुत भल रहा। आ रोसई भी सुविधा अच्छी, आ बहुत भल एक्सपीरियंस रहा। कौन नेक्स्ट कौन कहिबे जो माने आपनकर सांगसाथी होंतु? हाँ हाँ, सांगसाथी आम मेस तरफ आसचु। मु मेस रे मतलब राजा भाई आसचन गार्डियन तरफ, मतलब आम मेस अंकल का पुओ से राजा भाई ना मुझे सांगसाथी भी आसचन। सांगसाथी तो कहीं ना मोर जड़े पलि कि सब मोर जूनियर आसचन, मिसिकी आम मतलब बहुत एंजॉय करचु। तो आहरी आग थरका भी आसापी चेष्टा करी। एक्सपीरियंस तो बहुत भल रहा। कप्तिपदा ब्लक रे माछकाନ୍ଦଣା जलप्रपात अवस्थित रहितिबा बेले उदଳାଠାରୁ 16 किलोमीटर रास्ता गले मनभंगा ग्रामठारे पड़े प्रकृतिर सौंदर्यर मनोलोभा परिवेश। थे प्राकृतिक परिवेश को जी आसी से पुणी आउथरे आसवाई मन बड़ाई। विशेषकर बड़दिन ठारू जनवरी मास पर्यंत पर्यटक मानक भिड़ लगी रही है। किए परिवार सह आउ तो किए सांगसाथी मानक सह मिसे प्राकृतिक सौंदर्य को उपभोग करने सह बणभोजीर बेस मजा नहीं था। उदला दीपक मिश्र रिपोर्ट, महाभारत लाइव।